ବନ୍ୟପ୍ରାଣୀର ପ୍ରଭାବରେ ବର୍ତ୍ତମାନ ବିଭିନ୍ନ ଗ୍ରାମରେ ବହୁ ଘର ଭାଙ୍ଗିଥିବାର ସୂଚନା ମିଳୁଛି। ଇଏ ଯେଭଳି ଭାବରେ ଛବି ଆପଣ ଦେଖୁଛନ୍ତି, ଘର ଭିତରେ ସମସ୍ତେ ବସିଥିଲେ। ଦିନ 9ଟା ସମୟରେ ଘର କାନ୍ଥ ଗଡ଼ିଛି ଏବଂ ଅଳ୍ପକେ ବର୍ତ୍ତିଛନ୍ତି ପରିବାର ଲୋକେ। ସିଧାସଳଖ ଆଲୋଚନା କରିବା, କୋଉଠି ଥିଲେ, କୋଉ ପଟର କାନ୍ଥ ଗଡ଼ିଲା, ସେଇ ସମୟରେ କେମିତି କଣ ପିଲାଙ୍କୁ ନେଇ ବାହାରିଲେ। ଆମେ ଘର ପାଣି ଧୀରେ ଧୀରେ ଆସିଲା, ଆମେ ଜିନିଷ ପତ୍ର ସବୁ ଖଟ ଘରେ ସବୁ ରଖି ଚାଲିଛେ। ହଠାତ୍ ପରେ ପାଣି କାଳ ବଢିଗଲା ପରେ କାନ୍ଥ ତାର ଗଡ଼ି ପଡ଼ିଲା। ଆମେ ଆଉ ବାଧ୍ୟ କରି ପଳେଇ ଆସିଲେ। ଆଉ କିଛି ଜିନିଷ ଗାଡ଼ି ହେଇନି, ସବୁ ସେମିତି ହେଇଯାଇଛି। ସବୁ ଚାପି ହେଇଛି, କାନ୍ଥର ସବୁ ଚାପି ହେଇଛି। ପିଲା ଛୁଆକୁ ଆମେ ସାଥ ପଠେଇଦେଲେ ଅନ୍ୟ ଲୋକ ଘରକୁ। ନୂଆ ଘର କମ୍ପ୍ଲିଟ ଘର ହେଇନାହିଁ, ଏପଟେ କମ୍ପ୍ଲିଟ ହେଇନି। ସେ ଘର ଆମେ ରହିନେ, କିଛି କରିନେ। ଏଇ ଅବସ୍ଥାରେ ଆମେ ରହିଛେ। ମାନେ ରୋଷେଇ କରିବା ପାଇଁ ଆମର କିଛି ନାହିଁ କି ଆମେ ଏପର୍ଯ୍ୟନ୍ତ ଖାଇନୁ। ଯୋଉ ଘରେ କାନ୍ଥ ଗଡ଼ିଲା ସେଇ ପାଖରେ ଥିଲେ, ସେଇ ପାଖରେ ଆମେ ଥିଲେ। ଆମ ଜିନିଷ ପତ୍ର ସବୁ ତାକୁ ସଜାଡ଼ି କରିଛୁ, ଉଚ୍ଚା ଜାଗା ରଖିଛୁ। ପାଣି ଧୀରେ ଧୀରେ ପଶୁଛି, କାନ୍ଥ ପଶିଗଲା ହୁଡ୍ ପରି। ଜିନିଷ କିଛି କାଢି ହେଇନି, ରହିଛି ସେମିତି। ନିଶ୍ଚିତ ଭାବରେ ବିପଦ ସଂକୁଳ ଅବସ୍ଥାରେ ଇଏ ବର୍ତ୍ତମାନ କିଭଳି ଛବି ଅଛି ଆପଣ ସେ ଘରର ମଧ୍ୟ ଦେଖୁଛନ୍ତି। କାହିଁକି ନା ଏଠାରେ ସେମାନେ ଥିବା ଅବସ୍ଥାରେ ଘର ଭିତରେ ଘରର କାନ୍ଥ ଗଡ଼ିଛି, ବିଭିନ୍ନ ଆସବାବ ପତ୍ର ମଧ୍ୟ ତା ଭିତରେ ଚାପି ହୋଇଯାଇଛି। ଇଏ ଛବି ଆପଣ ଦେଖୁଛନ୍ତି, ଇଏ ବାହାନଗା ବ୍ଲକର ଅଳସୁଆ ଗ୍ରାମର ଛବି। ଯେଭଳି ଭାବରେ ଆପଣ ଇଏ ତାର ଚିତ୍ର ଦେଖୁଛନ୍ତି, କିଭଳି ଘରର ଛବି ରହିଛି। ବନ୍ୟା ଜଳ ପଶିକି ଭୁଷୁଡିଛି ଘରର କାନ୍ଥ। ଇଏ ବନ୍ୟା ଆସିବା ପରେ ବର୍ତ୍ତମାନ ବିଭୀଷିକା ରଚି ଚାଲିଛି ବିଭିନ୍ନ ସ୍ଥାନରେ। ପାହାଡରୁ ଯେତେବେଳେ ପାହାଡ ଉପର ମୁଣ୍ଡରେ ବର୍ଷା ଲଗାତାର ହୋଇ ଚାଲିଛି ଏବଂ ବର୍ଷାର ବନ୍ୟା ପ୍ରକୋପ ଜଳ କିଭଳି ମାଡି ଚାଲିଛି, ଆଣ୍ଠୁଏରୁ ଉର୍ଦ୍ଧ୍ୱ ପାଣି ବର୍ତ୍ତମାନ ଏ ଘର ଭିତରେ ବାରଣ୍ଡାରେ ଖେଳୁଛି। ରାସ୍ତାରେ ମଧ୍ୟ ସେମିତି ଅଣ୍ଟେରୁ ଉର୍ଦ୍ଧ୍ୱ ପାଣି। ବିଭିନ୍ନ ରାସ୍ତା କଟା ବହି ସାରିଲାଣି ନୀଳଗିରି ଅଞ୍ଚଳର। ଯାତାୟାତ ପାଇଁ ଲୋକଙ୍କୁ ବର୍ତ୍ତମାନ ମୁସ୍କିଲ ହୋଇପଡ଼ିଲାଣି ଜୀବନ ଯାତ୍ରା। କିଏ ମେଡିକାଲ ଯାଇପାରୁନି, ତ କିଏ ଜରୁରୀ ଅତ୍ୟାବଶ୍ୟକ କାମରେ ମଧ୍ୟ ବାହାରି ପାରୁନାହାନ୍ତି। ଆପଣ ମଧ୍ୟ ଛବି ଦେଖୁଛନ୍ତି କିଭଳି ଭାବରେ ଇଏ ନୀଳଗିରି ଅଞ୍ଚଳର ଇଏ ଛବି, ବିଭିନ୍ନ ସ୍ଥାନର ଛବି। କେମିତି ଥିଲା ସେମିତି ସମୟ, ଯୋଉ ସମୟରେ ପିଲାମାନଙ୍କୁ କେମିତି କଣ ଉଦ୍ଧାର କଲେ? ବର୍ଷା ତ ପ୍ରବଳ ବି ହଉଥିଲା, ଆଉ ପାଣି ହଠାତ୍ ମାଡିଗଲା ଘର ଭିତରକୁ। ମୁଁ ପିଲା ଦିଟାଙ୍କୁ ନେଇକି ଏଥର ବହୁତ ଧୀରେ ଧୀରେ ଆସିକି ଆମେ ସେପଟେ ଛାଡିଲେ ପିଲା ଦିଟାଙ୍କୁ। ତାପରେ କିଛି ଜିନିଷ ବି ଆମେ ଆଣିପାରିଲେନି ଘରୁ, ସବୁ ଜିନିଷ ସେଇ ଘର ରହିଗଲା। ଏତେ ପର୍ଯ୍ୟନ୍ତ ଆମେ ବି କିଛି ଖାଇନାହୁଁ। ଆଉ ସବୁ ଟିଭି, ଇନଭର୍ଟର ସବୁ ରହିଯାଇଛି ତା ଭିତରେ। ଆମେ କିଛି ବି ଆଣିପାରିନି। ଭିତରୁ ଯିବା ବି ବର୍ତ୍ତମାନ ବିପଦ ଲାଗୁଥିବ। ଆମେ ଜମା ଭିତରେ ଯାଇପାରୁନୁ। ଫାଟି ସବୁ କରିଛି କାନ୍ଥ ଗୁଡାକୁ। ଆମେ ଜମା ବି ଯାଇପାରୁନୁ। କାହାକୁ ଡାକିଲେଣି ଉଦ୍ଧାର ପାଇଁ? କିଛି ଆମେ ମୋବାଇଲ ବି ଚାର୍ଜ ସରିଯାଇଛି, ଲାଇନ ନଥିବା ଯୋଗୁ ମୋବାଇଲ ଚାର୍ଜ ବି ହେଇପାରୁନାହିଁ। ଚାର୍ଜ ବି ମୋବାଇଲ ସରିଯାଇଛି। ଆମେ କିଛି ବି କରିପାରୁନି। ଛୁଆ ଦିଟା ମୋର ବହୁତ ହଇରାଣ ହେଇছে। ଏତେ ପର୍ଯ୍ୟନ୍ତ କିଛି ଖାଇନୁ। ନିଶ୍ଚିତ ଭାବରେ ଇଏ ଛବି କେବଳ ଏଇ ଗୋଟିଏ ଘରର ବୋଲି କହିପାରିବେନି, କାହିଁକି ନା ନୀଳଗିରି ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଏମିତି ଛବି ଦେଖିବା ପାଇଁ ମିଳିଛି। ବହୁ ଘର ଗଡ଼ିଲାଣି, ବହୁ ରାସ୍ତା ବର୍ତ୍ତମାନ କଟ ହୋଇସାରିଲାଣି। ଲୋକମାନଙ୍କର ଯାତାୟାତ ଗୋଟେ ପ୍ରକାର ମୁସ୍କିଲ ହୋଇପଡ଼ିଲାଣି ନୀଳଗିରି ଅଞ୍ଚଳରେ। ବନ୍ୟା ପ୍ରକୋପ ବୋଧହୁଏ ନୀଳଗିରିବାସୀ ଏଭଳି ବନ୍ୟା କେବେ ପୂର୍ବରୁ ଦେଖି ନାହାନ୍ତି, ଯୋଉଥିପାଇଁ ସେମାନେ ଏବେ ଚିନ୍ତାରେ କେମିତି ୟାକୁ ମୁକାବିଲା କରିବେ। ଏ ବନ୍ୟା ପରେ ଯୋଉ ବିଭୀଷିକା ରହିବ ତା କବଳରୁ କେମିତି ନିଜକୁ ବର୍ତ୍ତିବେ। ନୀଳଗିରିରୁ ବିଶ୍ୱମ୍ବର ଦାସ, OTV।